ଏହି ଭିଡ଼ିଓରେ ଆପଣ ସମସ୍ତଙ୍କୁ ମୋର ଶୁଭେଚ୍ଛା ଏବଂ ଶୁଭକାମନା। ମୁଁ ଆସାମର କଥା ଟିକେ କହୁଛି। ଆସାମର ଆଦିବାସୀ ସାନ୍ତାଳମାନଙ୍କ ଉପରେ ଏହି ଦଙ୍ଗାକୁ ଖୁବ୍ ମୁଁ ନିନ୍ଦା କରୁଛି। ତ ଆଦିବାସୀମାନେ ସତରେ ଭାରତ ଭୂଖଣ୍ଡରେ ବଞ୍ଚି ପାରିବେ କି ନାହିଁ ମୋତେ ପ୍ରଶ୍ନ ଲାଗେ। କାରଣ ଦେଖନ୍ତୁ, କଳିଙ୍ଗ ନଗର ଗୁଳିକାଣ୍ଡରେ ମଧ୍ୟ ଆମର ଆଦିବାସୀମାନେ ନିହତ ହୋଇଥିଲେ ଏବଂ ବର୍ତ୍ତମାନ ମଧ୍ୟ ଆସାମରେ ସେହି ଘଟଣା ହିଁ ପୁନରାବୃତ୍ତି ହେଉଛି। ଆଦିବାସୀମାନେ ସତରେ କ'ଣ ଏମିତି ଭୁଲ କରୁଛନ୍ତି? ସେମାନଙ୍କର ଘର ଜାଳି ଦିଆଯାଉଛି, ଆଉ ସେମାନେ ବଞ୍ଚିବେ କେମିତି? ତ ନିରାପଦରେ ରହିବେ କେମିତି? ମୁଁ ଏହା ହିଁ କହୁଛି। ତ ଆମମାନଙ୍କର ବହୁତ ପଦାଧିଷ୍ଠାନ ବ୍ୟକ୍ତିମାନେ ଅଛନ୍ତି ଭାରତରେ, ତ ସେମାନେ ମଧ୍ୟ କିଛି ବିବୃତ୍ତି ରଖନ୍ତୁ, କିଛି କଥା କୁହନ୍ତୁ, ଆମ୍ଭମାନଙ୍କର ଏକତା ବିଷୟରେ କିଛିଟି ମନ୍ତବ୍ୟ ଦିଅନ୍ତୁ। ଆଉ ଆମର ଆଦିବାସୀ ସମାଜରେ ମଧ୍ୟ କେତେ ଗୁଡ଼ିଏ ସଂଗଠନ କାମ କରୁଛି। ମାସ ଆର୍ମି ହୁଅନ୍ତୁ, ସେଙ୍ଗେଲ ଅଭିଯାନ ହୁଅନ୍ତୁ, ଆହୁରି ସଂଗଠନ ଅଛି, ଆସିକା ସଂଗଠନ, ଆହୁରି ସଂଗଠନ ଅଛି। ସେମାନେ ମଧ୍ୟ ଏହି ନାରକୀୟ କାଣ୍ଡକୁ ବିରୋଧ କରନ୍ତୁ ଏବଂ ଏହାକୁ ପ୍ରତିବାଦ କରିବା ପାଇଁ ଅନ୍ତତଃ କିଛିଟିଏ କହନ୍ତ ବୋଲି ମୁଁ ଆଶା କରିବି। କେବଳ ଆମର ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ହିଁ ଆସାମକୁ ଯାଇଥିଲେ ଏବଂ ସେଠାକାର ସରକାରଙ୍କୁ ବା ରାଜ୍ୟ ସରକାରଙ୍କୁ ତାଙ୍କର କ୍ଷତିପୂରଣ ବିଷୟରେ, ଯଥାଚିତ କ୍ଷତିପୂରଣ ବିଷୟରେ ସରକାରଙ୍କୁ ନିବେଦନ କରିଛନ୍ତି। ତ ମୁଁ ଏହା ଶେଷରେ କହିବି, ଆମ୍ଭମାନଙ୍କ ମଧ୍ୟରେ ଏକତାଟା ନିହାତି ଜରୁରୀ। ତ ମୁଁ ସମସ୍ୱରରେ ଏହା କହନ୍ତୁ ଯେ ଆଦିବାସୀମାନଙ୍କ ବିପଦ ସମୟରେ ବା ସଙ୍କଟ ସମୟରେ ଆମ୍ଭେମାନେ କାନ୍ଧକୁ କାନ୍ଧ ମିଳାଇ ଠିଆ ହେବା ଉଚିତ ଏବଂ ଯେତିକି ସବୁ ଆମ ସଂଗଠନ କାମ କରୁଛି ସମସ୍ତେ ଏହାକୁ ବିରୋଧ କରନ୍ତୁ। ଧନ୍ୟବାଦ। ଏତିକିରେ ଭିଡ଼ିଓଟି ରଖୁଛି।